ଦିନେ ମହାରାଜ আকবର ତାଙ୍କର ଦୁଇ ପୁତ୍ରଙ୍କୁ ଧରି ନଦୀରେ ଗାଧେଇବା ପାଇଁ ମନ କଲେ। ସେଥିପାଇଁ ଦିନ ଧାର୍ଯ୍ୟ ହେଲା। ନିର୍ଦ୍ଦିଷ୍ଟ ଦିନ আকବର ଦୁଇ ପୁତ୍ର ଓ ବୀରବଲଙ୍କୁ ସାଙ୍ଗରେ ନେଇ ଗାଧେଇବା ପାଇଁ ବାହାରିଲେ। ନଦୀ କୂଳରେ ପହଞ୍ଚିବା ପରେ ସେମାନେ ସମସ୍ତେ ନିଜ ନିଜର ବସ୍ତ୍ର ଓହ୍ଲାଇ ବୀରବଲଙ୍କୁ ଧରିବା ପାଇଁ ଦେଲେ। ବୀରବଲ ସେମାନଙ୍କର ବସ୍ତ୍ର କାନ୍ଧରେ ପକାଇ ନଦୀ କୂଳରେ ଠିଆ ହୋଇଥାନ୍ତି। ମହାରାଜ আকବର ଏହି ସମୟରେ ଖୁବ୍ ଖୁସି ମନରେ ଥିଲେ। ବୀରବଲଙ୍କୁ କହିଲେ, ବୀରବଲ, ତୁମେ ଠିକ୍ ଏକ ଧୋବାର ଲୁଗାପଟା ପିଠି ଉପରେ ବହନ କରିଥିବା ଗଧ ପରି ଦେଖାଯାଉଛ। ବୀରବଲ ତ ମହାଚତୁର। ସଙ୍ଗେ ସଙ୍ଗେ ମହାରାଜଙ୍କୁ କହିଲେ, ମହାରାଜ, ମୁଁ କେବଳ ଗୋଟିଏ ଗଧ ନୁହେଁ, ତିନିଟା ଗଧଙ୍କର ଯେତିକି ଲୁଗାପଟା ବୋଝ ସେସବୁକୁ ପରା ବହନ କରିଛି। ବୀରବଲଙ୍କ କଥା ଶୁଣି ମହାରାଜ আকବର ତାଙ୍କୁ କ'ଣ କହିବେ କିଛି ଜାଣିପାରିଲେ ନାହିଁ। ତେଣୁ ଏଠାରେ ତିନୋଟି ଗଧ କିଏ? ମହାରାଜ ଏବଂ ତାଙ୍କର ଦୁଇଟି ପୁତ୍ର ହେଉଛନ୍ତି ତିନୋଟି ଗଧ। ଧନ୍ୟବାଦ।